ନମସ୍କାର। କର୍ମ ଓ ଭାଗ୍ୟ ଭିତରେ ବହୁତ ଅନ୍ତର ରହିଛି। ଭାଗ୍ୟ ଉପରେ ବିଶ୍ୱାସ କରି କେବେ ବି ଆମେ ଆମର ନିଜ ଜୀବନର ପରିବର୍ତ୍ତନ କରିପାରିବା ନାହିଁ। ତେଣୁ କର୍ମଠ ହେବା, କର୍ମ କରିବା, ଅକାଳ ପରିଶ୍ରମ କରି ନିଜର ଜୀବନର ପରିବର୍ତ୍ତନ କରିବା। ତେଣୁକରି କୁହାଯାଇଛି କର୍ମ କର୍ମ କର୍ମ। କର୍ମ ହିଁ ଏ ଜଗତର ସବୁକିଛି। ଆମେ ସହୃଦୟରେ କହିବା କର୍ମ ହିଁ ଜୀବନ, କର୍ମ ହିଁ ଭଗବାନ, କର୍ମ ହିଁ ସତ୍ୟ, କର୍ମ ହିଁ ଭାଗ୍ୟ ଓ କର୍ମ ହିଁ ଆମ ଜୀବନର ଅସଲ ସମ୍ପତ୍ତି। କର୍ମ ବିନା ଏ ଜୀବ ଜଗତର ଗତି ନାହିଁ କି ସ୍ଥିତି ବି ରହିବ ନାହିଁ। ତେଣୁ ଜୀବନରେ କର୍ମ ବଳରେ ନିଜେ ନିଜର ଭାଗ୍ୟ ବିଧାତା ବନିବା। କର୍ମଠ ହେବା, ପରିଶ୍ରମ କରିବା ଏବଂ ନିଜ ଜୀବନର ସମସ୍ତ ଉନ୍ନତିମୂଳକ ଜିନିଷରେ ପରିବର୍ତ୍ତନ କରିବା। କର୍ମ ଏକ ଜୀବନର କ୍ରାନ୍ତିକାରୀ ଏବଂ ପରିବର୍ତ୍ତନକାରୀ ଭାବନା ଅଟେ। ଭାଗ୍ୟ ଏକ ଭାବନା, ଏକ କଳ୍ପନାର ଶବ୍ଦ ଅଟେ। ତେଣୁ ଭାଗ୍ୟ କେବେ ବି ଜୀବନର କୌଣସି ପରିବର୍ତ୍ତନ କରିନଥାଏ। ତେଣୁ ଆତ୍ମବିଶ୍ୱାସ, ମନୋଭାବନା ସଦୁପଯୋଗ କରି କର୍ମରେ ନିଜ ଜୀବନକୁ ନିୟୋଜିତ କରିବା ଏବଂ ଜୀବନକୁ ସଫଳ ଏବଂ ଉନ୍ନତି କରିବା। ତେଣୁ କର୍ମ ବିନା ଏ ଜଗତ ହେଉ କି ଏ ସଂସାର ହେଉ କେବେ ବି କର୍ମ ବିନା ବଞ୍ଚି ନଥାଏ। ତେଣୁ କର୍ମ ହିଁ ଏକ ମାଧ୍ୟମ ଯାହାଦ୍ୱାରା କର୍ମ କରି ଆମେ ଏ ସଂସାରର ପରିବର୍ତ୍ତନ କରିବା ଏବଂ ଆମ ଜୀବନର ପରିବର୍ତ୍ତନ କରିପାରିବା।